ସେ ସମୟରେ ପାଷ୍ଟ ନହଙ୍କ ଜାହାଜ ବିଷୟରେ ପ୍ରଚାର ନହଙ୍କ ଜାହାଜ ଭିତରେ ଯଦି ଦେଖିବାକୁ ହେଲେ ଗୋଟେ ସାଇଡ ସବୁକୁ ମାରିବା ପାଇଁ ଚାହୁଁଛି ସବୁକୁ ବିନଷ୍ଟ କରିବି ପ୍ରଭୁଙ୍କର ଇଚ୍ଛା ଅଛି କାହିଁକି ଲୋକମାନେ କିଏ ବି ଭଲ ନୁହନ୍ତି। କିଏ ମଧ୍ୟ ପ୍ରଭୁଙ୍କର ଶୁଣିକି ବଞ୍ଚିବା କେହି ବି ସେଥିପାଇଁ ପରମେଶ୍ୱର ଲୋକଙ୍କୁ ସବୁ ପାଣି ଦ୍ଵାରା ବିଚାର ଦେବି କିନ୍ତୁ ଅନ୍ୟ ସାଇଡରେ ପରମେଶ୍ୱର ନହଙ୍କୁ ଅନୁଗ୍ରହ ଦେଲେ ନହ ମଧ୍ୟ ଦୁଷ୍ଟ ଥିଲେ ଅନୁଗ୍ରହ ପ୍ରାପ୍ତ ହେଲେ ପରମେଶ୍ୱର ଦିନେ ନହଙ୍କୁ କହିଲେ ନହ ତୁ ଜାହାଜ ଗୋଟେ ତିଆରି କରେ ଗୋପର କାଠ ଏ ନହ କେଡେ ବଡ ଜାହାଜ ତିଆରି କଲେ 300 ହାତ ଲମ୍ବା 50 ହାତ ଉଷାର 30 ହାତ ଉଚ୍ଚା ପ୍ରଥମ ଦ୍ଵିତୀୟ ତୃତୀୟ 3 ମହଲା କରିକି ତିଆରି ଏ କାଠ ଯେତେବେଳେ ସଂଗ୍ରହ କରାଯାଇଥିବ ବାଦା କରାଯାଇଥିବ ପାଲ ମରା ଯାଇଥିବ ଜଏଣ୍ଟ କରାଯାଇଥିବ କଣ ସହଜ କି ନହ ଜଣେ ତିଆରି କରିବେ ନହ କେତେ ବର୍ଷ ତିଆରି କଲେ 120 ବର୍ଷ ବାଇବଲ ଏକଚୁଆଲି ଲେଖା ହେଇନି କିନ୍ତୁ ଏଟା ଆନୁମାନିକ ପ୍ରଭୃତିରେ କୁହାଯାଉଛି ସେଥିପାଇଁ ଏ 120 ବର୍ଷ ଧରି ଗୋଟେ ଜାହାଜ ତିଆରି ନହଙ୍କ ଲୋକ କଣ କହୁଥିବେ ଏ ପାଗଳ ଲୋକକୁ ଦେଖରେ ଖାଲି ଜାହାଜ ତିଆରି କରୁଛି ନିଜର ପିଲା ପାଇଁ ଚିନ୍ତା ନାହିଁ ନିଜର ପରିବାର ପାଇଁ ଚିନ୍ତା ନାହିଁ ରୋଜଗାର ପାଇଁ ଚିନ୍ତା ନାହିଁ ପଇସା କୁଆଡେ ଟିକେ କମେଇବି ଚିନ୍ତା ବି ନାହିଁ ଖାଲି ପିଉଛି ଖାଉଛି ଆଉ କେମିତି ସେଟା ବାଧା ତିଆରି କରିବି କେମିତି ଜଏଣ୍ଟ କରିବି ପାଗଳ ପରି କଥା ହଉଛି ଇଏ ମେଣ୍ଟାଲ ହେଇଗଲାଣି ଏକ ମେଣ୍ଟାଲ ହସ୍ପିଟାଲ ଦରକାର ଲୋକ କହୁଥିବେ କି ଆମେ ଭେଳୁନି ପରିତାଣ ପାଇଛୁ ଧାର୍ମିକ ଲୋକଙ୍କୁ ସାକ୍ଷ୍ୟ ଦଉଛୁ ଲୋକଙ୍କ କାନରେ ଏଇଟା ଭଲ ଲାଗୁଥିବ ଆପଣମାନେ ଯେତେବେଳେ ପୂର୍ବରେ ଚର୍ଚ୍ଚ ଯାଉଥିଲେ ଧାର୍ମିକ କହିବାଟା ଭଲ ଲାଗୁଥିଲା ନା ପାପି କହିବାଟା ଭଲ ଲାଗୁଥିଲା ପାପି କହିବାଟା ଏଇଟା ନମ୍ର ହୃଦୟ ଭଳିଆ ଲାଗେ ଧାର୍ମିକ କହିଲେ ଉଚ୍ଚା ନା ନାଇଁ କିନ୍ତୁ ଏବେ କୋଉଟା ଭଲ ଲାଗୁଛି ପାପି କହିଲେ କେମିତି ଲାଗୁଛି ନର୍କରେ ପଡିଲା ଭଳିଆ ସେଥିପାଇଁ ଆମର ଚର୍ଚ୍ଚ ହଉଛି ଓଲଟା ଏତେ ନୁହଁ ଯେତେବେଳେ ତିଆରି କରିଥିବେ ଲୋକ ଯେତେବେଳେ ଯାଇକି ଦେଖିଥିବେ ନୁହଁ ପ୍ରଚାର କରିନଥିବେ ଏ ପଶିବ ଜାହାଜରେ ହେଲା ଚିନ୍ତା କର ନାହିଁ ଏଟା ତମ ପାଇଁ ଜାହାଜ ତିଆରି କରୁଛି ପରମେଶ୍ୱର ଜଳକୁ ଆପଣ ପଠେଇବି କହିଛନ୍ତି ପାଣି କୁଆଡୁ ଆସିବ ଆମେ ଜଣା ନାହିଁ ଏବେ ଦେଖାଯାଉ ନାହିଁ ପାଣି କିନ୍ତୁ ପାଣି ଆସିବ ସବୁ ପ୍ରାଣୀ ଲୁପ୍ତ ହେବେ ସବୁ ଜୀବଜନ୍ତୁ କୋଉଥିରେ ମରିବେ କିନ୍ତୁ ଜାହାଜରେ ପ୍ରବେଶ କଲେ ତମେ ବଞ୍ଚିବ ନହ ସମସ୍ତଙ୍କୁ ଜଣେଇଥିବେ ନା କିନ୍ତୁ ନହଙ୍କର କଥା ଶୁଣିଲେ କି ଲୋକ ଏବେ ଆମେ ଲୋକଙ୍କୁ ଧାର୍ମିକ ଯୀଶୁ ତମର ପାପ କ୍ଷମା କରିଛନ୍ତି ତମେ ଧାର୍ମିକ ପବିତ୍ର ଲୋକଙ୍କୁ କହିଲେ କଣ ହଁ ଅତୀତର ନ୍ୟାୟ ହେଲା ବର୍ତ୍ତମାନ ତ ଅଛି ଲୋକ କେମିତି ଦେଖୁଛନ୍ତି ନିଜର ଚିନ୍ତାରେ ନିଜର ବୁଝାମଣାରେ ଲୋକ ବଞ୍ଚୁଛନ୍ତି କିନ୍ତୁ ପରମେଶ୍ୱର ଆମକୁ କଣ କହୁଛନ୍ତି ଜାହାଜରେ ଖାଲି ପୋଷ ଯଥେଷ୍ଟ ଜାହାଜରେ ଜୀବନ ଅଛି ସେଥିପାଇଁ ବାଇବଲ ରେ ପରମେଶ୍ୱର ଆମକୁ କୋଉ ଜାଗାରେ ପସେଇଲେ ଜାଣିଛନ୍ତି ଜାହାଜ ଏ ଜାହାଜର ମିନିଂ ହଉଛି ଚର୍ଚ୍ଚକୁ ବୁଝିବ ସେଥିପାଇଁ ଚର୍ଚ୍ଚ ଦୁନିଆରେ 2ଟା ଚର୍ଚ୍ଚ ଅଛି ଚର୍ଚ୍ଚ ହଉଛି ଗୋଟେ ଘର ନାହିଁ ବାଇବଲ ଲେଖା ହେଇଛି ତମ ମାନେ କି ଜାଣ ନାହିଁ ତମମାନେ ଈଶ୍ୱରଙ୍କ ମନ୍ଦିର ଚର୍ଚ୍ଚ କୋଉଟା ଏଇଟା ଘର ଚର୍ଚ୍ଚ ନା ମୁଁ ଚର୍ଚ୍ଚ ମୋ ଶରୀର ଚର୍ଚ୍ଚ କୋଉଟା ଚର୍ଚ୍ଚ ସତରେ ତାମାନେ ଏ ଭିତରେ କିଏ ରହିବା ପାଇଁ ଚାହୁଁଛନ୍ତି ଯୀଶୁ ରହିବା ପାଇଁ ଚାହୁଁଛନ୍ତି ଯୀଶୁ ବାସ କରିବା ପାଇଁ ଚାହୁଁଛନ୍ତି ସେଥିପାଇଁ ଲେଖା ହେଲା ତମମାନେ କି ଜାଣିନ ତୁମମାନେ ଈଶ୍ୱରଙ୍କ ମନ୍ଦିର ସେଥିପାଇଁ ମନ୍ଦିର ଭିତରେ କିଏ ବାସ କରିବ ପବିତ୍ର ଆତ୍ମା ବାସ କରିବ ଯଦି ମୋ ହୃଦୟ ଭିତରେ ପବିତ୍ର ଆତ୍ମା ବାସ କରିବେ ଏ ମୁଁ ପବିତ୍ର ହେବି ନାହିଁ ହଁ ପରମେଶ୍ୱର ସବୁ ସେ କରିକି ମତେ ଏପ୍ରକାର ବେଶୀ ଦେବା ପାଇଁ ଚାହୁଁଛି ସେଥିପାଇଁ ନହ ଜାହାଜ ତିଆରି କଲା ପରେ ନହଙ୍କର ପରିବାର ସହ ଖୁସି ନହଙ୍କୁ ମିଶେଇକି 8 ପ୍ରାଣୀ ଜାହାଜରେ ପ୍ରବେଶ କଲା ଲେଖାଯାଇଛି ତାପରେ ଲୋକ ନାଁ ନଥିଲେ ନହଙ୍କର ପରିବାର ପରେ ଲୋକ ନାହାନ୍ତି କିନ୍ତୁ କାହିଁକି ପଶିଲେ ନାହିଁ ଜାଣିଛନ୍ତି ଯେହେତୁ ବିଚାରକୁ ଦେଖିପାରୁ ନିଜର ମୃତ୍ୟୁକୁ ଦେଖି ପାରିଲେ ଲୋକ ନିଜର ମୃତ୍ୟୁକୁ ଭେଟିଲେ ଦେଖିଲେ ଲୋକ ବାଧ୍ୟ ବାକିକୁ ବିଶ୍ୱାସ କଲେ ବାଧ୍ୟ ଚର୍ଚ୍ଚକୁ ଫେରିବାକୁ ବାଧ୍ୟ ସେମାନେ ଚର୍ଚ୍ଚକୁ ଯିବେ କିନ୍ତୁ ଯୋଉ ଲୋକ ମୃତ୍ୟୁକୁ ଭେଟି ନାହିଁ ସେ ଲୋକ ଚର୍ଚ୍ଚରୁ ଥିଲେ ମଧ୍ୟ ବାହାରିବ କାଉ ପଡେ
କାଉ ଜାହାଜରେ ଥିଲା, ଗୋଟେ ସାଇଡରେ ଦେଖିଲେ କାଉ ମଧ୍ୟ ବଞ୍ଚିଛି, ବଞ୍ଚିଛି ନା ବଞ୍ଚିନି, କିନ୍ତୁ ଜର୍ଜର ମୂଲ୍ୟ ବୁଝିନି, ଜାହାଜର ମୂଲ୍ୟ ବୁଝିନି। ନହ ଯେତେବେଳେ ଛାଡିଲେ ଫ୍ରିଡମ ପାଇଲେ ଆଉ ସ୍ଵାଧୀନତା ପାଇଲେ। ଜାହାଜ ଭିତରେ ଗଲେ ଖାଲି ସେ କଣ ଦାନା ଖାଲି ରଖିଛନ୍ତି କଣ, କିନ୍ତୁ ଜାହାଜ ବାହାରକୁ ଆଇଲେ ପୁରା ମୋର ଖାଦ୍ୟ ପରିପୂର୍ଣ୍ଣ ଅଛି। ହଁ? ପାଣି ଦ୍ଵାରା ମରିଥିବା ଜୀବଜନ୍ତୁ ଥିବ, ଲୋକମାନେ ମରିଥିବେ, କାଉ ମାଂସାଶୀ ପ୍ରାଣୀ, ଇଏ ଫେରିଲା ନାଇଁ କଣ ପାଇଁ? ଜଣେ ପରିତାଣ ପାଉଛି, ଧାର୍ମିକ କହୁଛି, କିନ୍ତୁ ଚର୍ଚ୍ଚକୁ ଆଉଛନ୍ତି କାହିଁକି? ଏମାନେ ଡାବରା କାଉ ପରିକ, ଏମାନେ ଡାମରା କାଉ ପରିକ। କିନ୍ତୁ କାପ୍ତାକୁ ଛାଡିଲା ପରେ କାପ୍ତା ସେମିତି ବଞ୍ଚି ପାରିଲା? ନାଇଁ, କାପ୍ତା ସେମିତି ବଞ୍ଚି ପାରିଲା ନାହିଁ। କାପ୍ତା ପ୍ରକୃତିରେ କଣ କଲା? ଇଏ ବି ଗଲା ବାହାରକୁ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାତାୟାତ କଲା, କିନ୍ତୁ ପାଦ ରଖି ପାରିଲାନି। ଆଉ ଥରେ ରିଟର୍ଣ ନ ଖୁସି ଥିବ ନା, ମୋ ହାତ ବଢିଲା ଝରକା ବନ୍ଦ। ସେଥିପାଇଁ ଆମେ ପରିତାଣ ପାଇଲା ପରେ ମଧ୍ୟ ଠିକ ସେମିତି ଚର୍ଚ୍ଚକୁ ଆମକୁ ଆଣିକି ରଖୁଛି। କାପ୍ତାର ମିନିଂ ହଉଛି ପବିତ୍ର, ଧାର୍ମିକ ଲୋକ, ସୂଚି ଲୋକ। ଆମେନ୍। ସେଥିପାଇଁ ପରମେଶ୍ୱର ଆମେ ଧାର୍ମିକ ପବିତ୍ର ହେଲା ପରେ ଆମମାନଙ୍କୁ ସମାନ ଏକ ପ୍ରକାର ଚର୍ଚ୍ଚକୁ ଆଣିକି ରଖିଅଛି। ଚର୍ଚ୍ଚ ଦ୍ଵାରା ସେବା ପାଉଛୁ, ଚର୍ଚ୍ଚ ଦ୍ଵାରା ପବିତ୍ର ବର୍ତ୍ତମାନ କୋଢେଇକି ନିଆଯାଉଛି। ପାଷ୍ଟର କାଲି ଗୋଟେ କହିଲେ, ପ୍ରେମ କରିବାଟା ସହଜ ନା ପ୍ରେମ ପାଇବାଟା ସହଜ? କୋଉଟା ସହଜ? ପାଇବାଟା ସହଜ। କିନ୍ତୁ ପ୍ରେମ କରିବାଟା କେତେ କଷ୍ଟ କି ନାଇଁ? ହଁ ସତରେ କଷ୍ଟ, କିନ୍ତୁ ପ୍ରେମ ଯଦି ପାଇଗଲେ କେତେ ଖୁସି ଲାଗୁଛି। ସେମିତି ଯୀଶୁ ଆମକୁ ସେବା କଲେ, ଯୀଶୁ ଆମକୁ ଧାର୍ମିକ କରି ଆସନ୍ତି, ଯୀଶୁ ଆମକୁ ପବିତ୍ର କରି ଆସନ୍ତି, ଯୀଶୁ ଆମକୁ ଅନନ୍ତ ମୁକ୍ତି ଦେଇ ଆସନ୍ତି। ୟା ଠାରୁ ବଡ ବିଷୟ କଣ ଅଛି? ୟା ଠାରୁ ବଡ ବିଷୟ କିଛି ଅଛି କି? ସେଥିପାଇଁ ମୁଁ ଯେତେବେଳେ ଦେଖେ ଆମର ଚର୍ଚ୍ଚକୁ, ପାଷ୍ଟର କେମିତି ଲାଇଫ ବଞ୍ଚୁଛି। ପାଷ୍ଟରଙ୍କର ନିଜର କିଛି ଘର ନାହିଁ, ନିଜ ପାଇଁ କି ନିଜର ପୁଅ ପାଇଁ କିଛି ରଖିଦେଇନାହାନ୍ତି। କିନ୍ତୁ ପାଷ୍ଟର ସବୁ କାହା ପାଇଁ ମାନେ ଇନଭେଷ୍ଟ କରିଛନ୍ତି? ଚର୍ଚ୍ଚ ପାଇଁ। ସେଥିପାଇଁ ପାଷ୍ଟର ନାଇଁକି ଚର୍ଚ୍ଚକୁ ଛାଡିକି ଯାଇପାରୁନି। ହଁ। ସେମିତି ଯଦି ମୋ ପାଇଁ ଯଦି ଚର୍ଚ୍ଚ ବଡ ହବ, ବାକ୍ୟ ବଡ ହବ, ମତେ ଅନୁଯୋଗ କଲେ, ମତେ ଗାଳି କଲେ, ମୁଁ ଚର୍ଚ୍ଚ ଛାଡିକି ଯାଇପାରିବି? ନାଇଁ।